ସିଧାସଳଖ ନହେଲେ ମଧ୍ୟ କିନ୍ତୁ ପାକିସ୍ତାନର ହାତ ରହିଛି। ପାକିସ୍ତାନକୁ ସମ୍ପୂର୍ଣ୍ଣ ଧ୍ୱଂସ ପୃଥିବୀ ମାନଚିତ୍ରରୁ ଲିଭିଯିବା ଦରକାର, ସେହିପରି କାର୍ଯ୍ୟାନୁଷ୍ଠାନ କରିବାର ଆବଶ୍ୟକତା ରହିଛି। ଲାଲକିଲ୍ଲାରେ ବ୍ଲାଷ୍ଟ ହେଇଥିଲା। ବିହାର ଇଲେକ୍ସନ ସରୁ ସରୁ ଯୋଉ ଗତକାଲି ଆପଣ ଜାମ୍ମୁ କାଶ୍ମୀରରେ ଦେଖିଥିବେ ଥାନା ଉପରେ ଯୋଉ ବ୍ଲାଷ୍ଟ ହେଲା, ତାକୁ ନେଇ ଆପଣ କଣ କହିବେ? ଜୟ ଶ୍ରୀରାମ। ଦେଖନ୍ତୁ ଆଜ୍ଞା, ବିଗତ 4-5 ଦିନ ତଳେ ଦେଶର ରାଜଧାନୀ ଦିଲ୍ଲୀର ଲାଲକିଲ୍ଲାଠାରେ, ଐତିହାସିକ ଲାଲକିଲ୍ଲାଠାରେ ଗୋଟେ ବିସ୍ଫୋରଣ ହେଇଥିଲା, ଯୋଉଥିରେ କି 13 ଜଣ ବ୍ୟକ୍ତି ବିଶେଷ ପ୍ରାଣ ହରାଇଥିଲେ ଏବଂ 30ରୁ ଉର୍ଦ୍ଧ୍ୱ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାର ଗୋଟିଏ ଦିନ ପୂର୍ବରୁ, କିଛି ଘଣ୍ଟା ପୂର୍ବରୁ ଫରିଦାବାଦ ଅଞ୍ଚଳରୁ ମୋଟାମୋଟି ଭାବରେ 3000 କିଲୋଗ୍ରାମ ବିସ୍ଫୋଟକ ଜବତ ହେଇଥିଲା ଏବଂ 3 ଜଣ ଗିରଫ ହେଇଥିଲେ। ଏହି ଘଟଣା ଦିଲ୍ଲୀ ଘଟଣା ସହିତ ସମ୍ପୃକ୍ତି ଥିଲା। ଦେଖିଥିବେ ବିଗତ ଦିନରେ, ବିଗତ 3-4 ଦିନ ଭିତରେ ପାଖାପାଖି 10ରୁ 12 ଜଣ ଆତଙ୍କବାଦୀ, ଯୋଉମାନେ କି ଦେଶଦ୍ରୋହୀ ଆତଙ୍କବାଦୀ, ସେମାନଙ୍କୁ ଗିରଫ କରିଥିଲା SIT ଟିମ୍, NIA ଟିମ୍। ଏବଂ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ସେମାନେ ସମସ୍ତେ ଉଚ୍ଚ ଶିକ୍ଷିତ, ସମସ୍ତେ ଡାକ୍ତର ଏବଂ ସମସ୍ତେ ଭାରତର ନାଗରିକ ଏବଂ ସମସ୍ତେ ଦେଶଦ୍ରୋହୀ। ସେ ଭିତରେ କିଛି ମହିଳା ମଧ୍ୟ ସମ୍ପୃକ୍ତି ଥିଲା। ଗତକାଲି ରାତିର ଘଟଣା ଅତ୍ୟନ୍ତ ଚିନ୍ତାଜନକ ଘଟଣା। ଏହି ପୂର୍ବ ଘଟଣା ସହିତ ବର୍ତ୍ତମାନର ଘଟଣାର ସମ୍ପୃକ୍ତି ରହିଛି। ନିଶ୍ଚିତ ରୂପେ ମୁଁ କହିବି, ଭାରତ ସରକାର ଦୃଢ ପଦକ୍ଷେପ ନେଇଛନ୍ତି, ଘଟଣାକୁ ନେଇକି ଗୁରୁତର ସହିତ ଚିନ୍ତା କରି ପଦକ୍ଷେପ ଗ୍ରହଣ କରିଛନ୍ତି। କିନ୍ତୁ ଗତକାଲି ରାତିରେ ଆପଣ ଜାଣିଥିବେ, ଜାମ୍ମୁ କାଶ୍ମୀର ଶ୍ରୀନଗର ଅଞ୍ଚଳର ନୌଗାଁ ଥାନା, ଯୋଉଟା ସେଇ ଥାନାଟିକୁ ସମ୍ପୂର୍ଣ୍ଣ ରୂପେ ବିସ୍ଫୋରଣ କରି ଗୋଟେ ଆତଙ୍କବାଦୀ ସଂଗଠନ ତରଫରୁ ବିସ୍ଫୋରଣ କରି ଉଡେଇ ଦିଆଗଲା, ଯୋଉଥିରେ କି ବର୍ତ୍ତମାନ ସୁଦ୍ଧା 9 ଜଣ ପୋଲିସ କର୍ମୀ, କାର୍ଯ୍ୟରତ ପୋଲିସ ଅଧିକାରୀ ଶହୀଦ ହେବା ସହ ବର୍ତ୍ତମାନ ସୁଦ୍ଧା 30 ଜଣ ଗୁରୁତର ଆହତ ହୋଇଛନ୍ତି ଏବଂ ଥାନାର ଆଖପାଖ ଅଞ୍ଚଳରେ ଥିବା ଘର ଗୁଡିକ ମଧ୍ୟ ଧ୍ୱସ୍ତ ବିଧ୍ୱସ୍ତ ହୋଇଛି। ଏଥିପାଇଁ ପୂର୍ବ ଘଟଣାର ଏହି ଘଟଣାର ସମ୍ପୃକ୍ତି, ଦିଟା ଯାକ ଘଟଣାର ସମ୍ପୃକ୍ତି ରହିଛି। ମୁଁ କହୁଛି ଯେ ଫରିଦାବାଦ ଅଞ୍ଚଳର ଯୋଉ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା, ତାହା ଏହି ଥାନାରେ ରଖାଯାଇଥିଲା ଏବଂ ତାକୁ ବିସ୍ଫୋରଣ କରି ଉଡେଇବା ଘଟଣା, ଯୋଉ ଆତଙ୍କବାଦୀ ସଂଗଠନ, ଗୋଟିଏ ଆତଙ୍କବାଦୀ ସଂଗଠନ ସାମ୍ନାକୁ ଆସିକି ସ୍ୱୀକାର ମଧ୍ୟ କରିଛି ଯେ ଏହି ଘଟଣାରେ ଆମର ସମ୍ପୃକ୍ତି ରହିଛି। TAFF ବୋଲି ଯୋଉ ସଂଗଠନଟି ରହିଛି, ସେଇ ସଂଗଠନ ଘଟଣାକୁ ଘଟାଇଥିବା ନିଜେ ସ୍ୱୀକାର ମଧ୍ୟ କରିଛି। ବର୍ତ୍ତମାନ ନିବେଦନ ରହିବ ଭାରତ ସରକାରଙ୍କ ଉପରେ, ନିବେଦନ ରହିବ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଉପରେ, ନିବେଦନ ରହିବ ଗୃହମନ୍ତ୍ରୀ ଅମିତ ଶାହ ଜୀଙ୍କୁ ଯେ ଆପଣ କାର୍ଯ୍ୟାନୁଷ୍ଠାନକୁ ତ୍ୱରାନ୍ୱିତ କରନ୍ତୁ ଏବଂ ଯଥାଶୀଘ୍ର ଏହି ଦୋଷୀମାନଙ୍କ ଉପରେ ଦଣ୍ଡାଦେଶ ଦିଅନ୍ତୁ। ତତ୍ସହିତ ଆପଣ ଜାଣିଥିବେ, ସାରା ଭାରତବର୍ଷ ଜାଣିସାରିଛି, ଭାରତ ସରକାର ମଧ୍ୟ ସ୍ୱୀକାର କରିଛି ଯେ ଏହି ଘଟଣାରେ ସିଧାସଳଖ ନହେଲେ ମଧ୍ୟ କିନ୍ତୁ ପାକିସ୍ତାନର ହାତ ରହିଛି। କିଛି ଦିନ ତଳେ ଅପରେସନ ସିନ୍ଦୁର କରାଯାଇଥିଲା, ଯୋଉଥିରେ କି ପାକିସ୍ତାନକୁ ଉଚିତ ଜବାବ ଦିଆଯାଇଥିଲା। କିନ୍ତୁ ଯାହା କିଛି ବାକିଆ ରହିଯାଇଛି ବର୍ତ୍ତମାନର ଏହି ଘଟଣା ଉପରେ, ଭାରତ ସରକାର ତାହା ଉପରେ, ପାକିସ୍ତାନ ଉପରେ ପଦକ୍ଷେପ ନେଇ ପାକିସ୍ତାନକୁ ସମ୍ପୂର୍ଣ୍ଣ ଧ୍ୱଂସ ପୃଥିବୀ ମାନଚିତ୍ରରୁ ଲିଭିଯିବା ଦରକାର, ସେହିପରି କାର୍ଯ୍ୟାନୁଷ୍ଠାନ କରିବାର ଆବଶ୍ୟକତା ରହିଛି। ତତ୍ସହିତ ଭାରତ ବର୍ଷରେ ରହୁଥିବା ଏଇ ଯୋଉ ଦେଶଦ୍ରୋହୀ ମାନେ ଭାରତର ଖାଉଛନ୍ତି, ଭାରତରେ ରୋଜଗାର କରୁଛନ୍ତି, ଭାରତରେ ବଞ୍ଚୁଛନ୍ତି, କିନ୍ତୁ ଅନ୍ୟ ଦେଶଠାରୁ କିଛି ଅର୍ଥ ନେଇକି ସେମାନେ ଯୋଉ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି, ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ, ସେମାନଙ୍କୁ ତାଙ୍କ ଉପରେ ସ୍ୱତନ୍ତ୍ର କୋର୍ଟ, ତାଙ୍କର ଏହି ଘଟଣାକୁ ନେଇ ସ୍ୱତନ୍ତ୍ର କୋର୍ଟ ଉପସ୍ଥାପନ କରି ତାଙ୍କର ନ୍ୟାୟ ଜଲ୍ଦି କରି ଶୀଘ୍ର କରି ତାଙ୍କୁ ଫାଶୀ ଦଣ୍ଡାଦେଶ ଦେବାର ଆବଶ୍ୟକତା ରହିଛି। ନଚେତ ରାଜରାସ୍ତାରେ ସେମାନଙ୍କୁ ଗୁଳି କରି ଏନକାଉଣ୍ଟର କରି ମାରିବାର ଆବଶ୍ୟକତା ରହିଛି। କିନ୍ତୁ ଏଇ ଯୋଉ ଆତଙ୍କବାଦୀଙ୍କର ଧର୍ମ ନାହିଁ, ବାରମ୍ବାର ଏମିତି ଘଟଣା ଘଟେଇ ଚାଲିଛନ୍ତି। ଆଜ୍ଞା, ଲଜ୍ଜା ଲାଗିବା କଥା, ଦୁଃଖ ଲାଗିବା କଥା। ମୁଁ ପୁନର୍ବାର କହିବାକୁ ଚାହୁଁଛି, ଆତଙ୍କବାଦୀର କୌଣସି ଧର୍ମ ନଥାଏ, ଏହା ଠିକ କଥା। କିନ୍ତୁ ପ୍ରତ୍ୟେକ ଆତଙ୍କବାଦୀ ଗୋଟିଏ ଧର୍ମରୁ ଆସିଥାନ୍ତି। ତାର ଅର୍ଥ କଣ ଆଜ୍ଞା? ଭାରତ ସରକାର, ମୁଁ ପୁନର୍ବାର କହିବାକୁ ଚାହେଁ, ଦେଶର ପ୍ରଧାନମନ୍ତ୍ରୀ, ଯଶସ୍ୱୀ ପ୍ରଧାନମନ୍ତ୍ରୀ, ତାଙ୍କର ଯୋଉ ନାରା ରହିଛି ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ଏହି ନାରାକୁ ବଦଳାଇ ହିନ୍ଦୁତ୍ୱର ନାରା ଦିଅନ୍ତୁ ଏବଂ ଭାରତବର୍ଷକୁ ହିନ୍ଦୁ ରାଷ୍ଟ୍ରରେ ପରିଣତ କରନ୍ତୁ। ଯଦି
विश्व 80 रु ऊर्ध्व देश इस्लामिक देश हो पारुची। विश्व जदि अन्य धर्म को श्रेष्ठ करी देश कर भारत वर्ष कहीं गोटे हिंदू बहुल राष्ट्र कहीं हिंदुत्व राष्ट्र हिंदू राष्ट्र हो न पार। भारत सरकार यथाशीघ्र हिंदू राष्ट्र घोषणा करने पदक्षेप नियंतु एवं भारत को हिंदू राष्ट्र कले भारत सुरक्षित रही पार। यही घटना भी आप देखो दिल्ली विस्फोरण हो कि गतकाल विस्फोरण हो जी जन से गिरफ होती समस्ते गोटे धर्म आसी। आज्ञा पुनर्बार कहवाक चाहे आतंकवादी कौन धर्म न थाए किंतु प्रत्येक आतंकवादी गोटे धर्म आसी था। मुंबई अटक रु आरंभ कर देखुए बर्तमान जो जम्मू काश्मीर पर्यटन जो अटक उपर अटक चली सब भितर स्वाधीनता पाखापाखि 75 वर्ष 77 वर्ष पाखापाखि कि आतंकवादी कौन के खत्म हम देखो ये आतंकवादी निपात निश्चित हे पूर्व अपेक्षा वर्तमान आतंकवादी संख्या कमी। वर्तमान सरकार जो आतंकवादी को निपात करने विभिन्न पदक्षेप नहीं स्वागत योग्य पदक्षेप जमीक आप धारा 370 उच्छेद करागला जम्मू काश्मीर रु आपड़ देखिए विगत दिन जम्मू काश्मीर लोक जावाई डरुले किंतु वर्तमान लोक स्वेच्छा से बुलाबुली करमती नुह आतंकवादी संख्या कमी किंतु बारंबार भारत वर्ष में आतंकवादी कार्यकलाप को पाकिस्तान द्वारा परिचालित करा पाकिस्तान भारत में अशांति सृष्टि करने चाहूँगी अस्थिरता सृष्टि करने चाहूँगी। मुझे से कहूँ भारत सरकार एमती पदक्षेप नियंतु जे पाकिस्तान पृथ्वी मानचित्र लिभिजा दरकार रही पीओके भारत सहित आसीजा दरकार रही। पाक ऑक्युपाइड कश्मीर भारत गोटे अभिन्न अंग थिला रहिबा दरकार रही। भारत सरकार कार्यानुष्ठान पाकिस्तान पाकिस्तान कहते आप पाकिस्तान लिंक कि एमाने जो किसी दिन तले जो घटनाटी घटी भर तो समस्ते थे भारत समस्त भारतीय थे आज्ञा किंतु पाकिस्तान फंडिंग होची पैसा आसुची पाकिस्तान रु से देशद्रोही कार्य कर सारी पूर्व से समस्ते भारतीय से उच्च शिक्षित से समस्ते डाक्तर लोक कौ भरसा से डाक्तर मान चिकित्सा जी कहतु जदि से विदेश रु अन्य देश रु आमर शत्रु देश रु पैसा नहीं से कारबार कर देशद्रोह कारबार कर कहूँ राजरास्ता जनसाधारण छाड़ीदवा दरकार रही राजरास्ता गोड़े गोड़े एनकाउंटर करवा गोली मार